ଝିଅ ବୁଲି ଆସିବ ବାପ ଘରକୁ, ତା ପୁଣି 2 ବର୍ଷ ପରେ। ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ମାଙ୍କ ପାଇଁ ସରିଛି ଅସ୍ଥାୟୀ ମଣ୍ଡପ ନିର୍ମାଣ। ମହାନଗର ନିଗମ ପକ୍ଷରୁ ରାସ୍ତା ଓ ନାଳ କାମ ମଧ୍ୟ ଶେଷ ହୋଇଛି। ଯାତ୍ରା ସମୟରେ ପାଣି, ଆଲୋକ ଓ ପରିମଳ ଏବଂ ଆଇନ ଶୃଙ୍ଖଳା ରକ୍ଷା ନେଇ ବିଶେଷ ବନ୍ଦୋବସ୍ତ କରାଯାଇଛି। ଇତିହାସ କହେ, ପ୍ରଥମେ 1635 ମସିହାରେ ତତ୍କାଳୀନ ମହୁରୀଗଡ଼ ରାଜାଙ୍କ ତତ୍ତ୍ୱାବଧାନରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ସେ ଆନ୍ଧ୍ରର ରାଜମେହେନ୍ଦ୍ରୀ ଯାଇଥିବା ବେଳେ ସେଠାକାର ଦେବାଙ୍ଗ ସମ୍ପ୍ରଦାୟ ପାଳନ କରୁଥିବା ଏହି ଯାତ୍ରାକୁ ଦେଖି ଖୁସି ଅନୁଭବ କରିଥିଲେ। ପରେ ସେଠାକାର ରାଜାଙ୍କୁ ଅନୁରୋଧ କରି ଦେବାଙ୍ଗମାନଙ୍କୁ ଅଣାଇଥିଲେ ତାଙ୍କ ରାଜ୍ୟକୁ, ଆଉ ସେମାନଙ୍କ ସହାୟତାରେ ଆରମ୍ଭ କରାଇଥିଲେ ମାଙ୍କ ଯାତ୍ରା। ଆଜି ରାତିରେ ବିଭିନ୍ନ ବାଜା ବାଜଣା ସହ ପଟୁଆରରେ ଯାଇ ମାଙ୍କ ମନ୍ଦିରରୁ ଆଜ୍ଞାମାଳ ଅଣାଯିବ। ଆସନ୍ତାକାଲି ପ୍ରତ୍ୟୁଷରେ ମା ଦେଶୀ ବେହେରା ସାହିରେ ବିଜେ କରିବେ।